ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଗହ୍ମା ଶବ୍ଦଟା ଆସିଛି ଗୋମାତାରୁ ଗହ୍ମା ଶବ୍ଦ। ଗୋମାତାର ପୂଜା ଏହି ଦିନ କରାଯାଏ ବୋଲି ଗହ୍ମା ପୂର୍ଣ୍ଣିମା କୁହାଯାଏ। ଆମର ବଡ଼ ଠାକୁର ବଳଭଦ୍ରଙ୍କର ଏଇଟା ଜନ୍ମ ଦିବସ। ପୁଣି ଆମେ ଏଥିରେ ରକ୍ଷାବନ୍ଧନ କରୁ, ସଂସ୍କୃତ ଦିବସ, ପୁଣି ଗାୟତ୍ରୀ ଜୟନ୍ତୀ, ଏତେ ଗୁଡ଼ିଏ ପର୍ବ ଗୋଟିଏ ଦିନରେ। ଗାୟତ୍ରୀ ଜୟନ୍ତୀକୁ ନେଇ ଭିନ୍ନ ମତ ରହିଛି, କିନ୍ତୁ ଆମ ଓଡ଼ିଆ ପଞ୍ଜିକାରେ ଗହ୍ମା ପୂର୍ଣ୍ଣିମାରେ ଗାୟତ୍ରୀ ଜୟନ୍ତୀ ଅଛି ତ ଆମେ ପାଳନ କରୁଛୁ। ପୁଣି ଯେଉଁମାନେ ପଇତା ଧାରଣ କରୁଛନ୍ତି ସେଦିନ ପଇତା ବି ପରିବର୍ତ୍ତନ କରନ୍ତି, ତାର ବି ବିଶେଷ ରୀତିନୀତି ସବୁ ଅଛି, ଆମେ ଜାଣିବା। ପୁଣି ଆଜି ଶେଷ ଶ୍ରାବଣ ବୋଲି, ଶ୍ରାବଣର ଶେଷ ପୂର୍ଣ୍ଣିମା, ତେଣୁ ଜଳାଭିଷେକ ବି କରାଯାଏ ଆମର ମହାଦେବଙ୍କୁ। ପ୍ରଥମେ ଏ ରକ୍ଷାବନ୍ଧନର ଡୋରି ବା ରାକ୍ଷୀ ଯାହାକୁ ଆମେ କହୁଛୁ ତାକୁ ବ୍ରାହ୍ମଣ ମାନେ ବାନ୍ଧୁଥିଲେ, ଆଉ ସର୍ବ ସୁରକ୍ଷା ପ୍ରଦାନ ହେଉ ବୋଲି ଅଭିମନ୍ତ୍ରିତ କରୁଥିଲେ, ଆଶୀର୍ବାଦ ଦେଉଥିଲେ। ଏବେ କିନ୍ତୁ ଭଉଣୀ ଯେତେବେଳେ ଭାଇ ହାତରେ ରାକ୍ଷୀ ବାନ୍ଧୁଛି ବା ରକ୍ଷାବନ୍ଧନ କରୁଛି, ସେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ପ୍ରଭୁ ମୋ ଭାଇକୁ ସର୍ବ ସୁରକ୍ଷା ମିଳୁ। ଆଉ ଭାଇ ବି ଆ ବଦଳରେ ପ୍ରୋମିସ୍ କରୁଛି ବା ପ୍ରତିଶ୍ରୁତି ଦେଉଛି ଯେ ମୁଁ ସବୁବେଳେ ଭଉଣୀର ସୁରକ୍ଷା କରିବି। ମା ସୁଭଦ୍ରା ଜଗନ୍ନାଥ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧନ୍ତି। ପ୍ରଥମେ ଏ ରାକ୍ଷୀ ବନ୍ଧନ ଆରମ୍ଭ ହୋଇଥିଲା ବାମନ ଅବତାର ବେଳେ। ରାଜା ବଳି ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ବିଷ୍ଣୁ ଯେତେବେଳେ ଜାଣିଲେ ଯେ ବଳିକୁ ବିପଦ ପଡ଼ୁଛି, ସେ ଆସି ତାଙ୍କ ପାଖରେ ସୁରକ୍ଷା ଦେଲେ, ବୈକୁଣ୍ଠ ଛାଡ଼ିକି ଆସି ବଳିଙ୍କ ପାଖେ ରହିଲେ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ। ମା ଲକ୍ଷ୍ମୀ ଚାହୁଁଥିଲେ ପ୍ରଭୁ ବୈକୁଣ୍ଠରେ ରହନ୍ତୁ ମୋ ପାଖରେ, ତ ସିଏ କ'ଣ କଲେ ନା ଏଇ ଯେଉଁ ରକ୍ଷାବନ୍ଧନ ଆସି ବଳିରାଜାଙ୍କୁ ବାନ୍ଧିଦେଲେ ଓ ଅଭିମନ୍ତ୍ରିତ କଲେ ଯେ ସର୍ବ ସୁରକ୍ଷା ହେଉ। ପ୍ରଥମେ ସେଠି ରକ୍ଷାବନ୍ଧନ ସେ ମା ଲକ୍ଷ୍ମୀ କରିଛନ୍ତି ବଳିଙ୍କୁ, ଆଉ ସେ ତାପରେ ପ୍ରଭୁ ବୈକୁଣ୍ଠକୁ ତାଙ୍କ ସହିତ ଗଲେ। ଏ ପ୍ରସଙ୍ଗଟା ଭବିଷ୍ୟ ପୁରାଣରେ ଅଛି। ପୁଣି ଦ୍ରୌପଦୀ ଯେଉଁ ବାନ୍ଧିଥିଲେ, ଶ୍ରୀକୃଷ୍ଣଙ୍କ ହାତ କଟି ଯାଇଥିଲା, ନିଜ ପଣତ କାଟିକି ବାନ୍ଧିଥିଲେ, ତାକୁ ବି କିଏ କିଏ ରାକ୍ଷୀର ଆଖ୍ୟା ଦିଅନ୍ତି, ଯାହା ବଦଳରେ ପ୍ରଭୁ ତାଙ୍କୁ କୋଟି ବସ୍ତ୍ର ଦେଇ ରକ୍ଷା କରିଥିଲେ। ଏବେ ରକ୍ଷାବନ୍ଧନରେ ଭାଇ ଭଉଣୀମାନଙ୍କର ପ୍ରେମ ଅତୁଟ ରହୁ, ଭଗବାନ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ।